ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟର 44ତମ ପ୍ରତିଷ୍ଠା ଦିବସ ସମାରୋହ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ ଡକ୍ଟର ସମ୍ବିତ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ଡକ୍ଟର ବିଭୂତିଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଚେୟାରପର୍ସନ ଜ୍ୟୋତ୍ସ୍ନାରାଣୀ ବେହେରା, ବାଲୁଗାଁ କଲେଜ ସଭାପତି ପ୍ରଭାସ ସୁନ୍ଦର ରାୟ, ପୂର୍ବତନ ପ୍ରିନ୍ସିପାଲ ନଳିନୀକାନ୍ତ ପଟ୍ଟନାୟକ, ପ୍ରିନ୍ସିପାଲ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଉପସ୍ଥିତ ଥିବାବେଳେ ଉକ୍ତ ସମାରୋହ କାର୍ଯ୍ୟକ୍ରମର ମଞ୍ଚକୁ ପରିଚାଳନା କରିଥିଲେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା। ଉକ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ଏନ୍ସିସି, ସ୍କାଉଟ୍ ଗାଇଡ୍, ରେଡ୍କ୍ରସ୍, ଜେଆର୍ ଷ୍ଟୁଡେଣ୍ଟସ୍ ମାନେ ଅଂଶଗ୍ରହଣ କରି ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ବାଲୁଗାଁ ଥାନା ଅଧିକାରୀ ଓ କର୍ମଚାରୀମାନେ ସୁରକ୍ଷା ପ୍ରଦାନ କରିଥିଲେ। ଉକ୍ତ ସମାରୋହରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହାପରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଖୋର୍ଦ୍ଧାରୁ ସୌମ୍ୟ ଦର୍ଶନଙ୍କ ରିପୋର୍ଟ, ଆବାଜ ଓଡ଼ିଶା। କୋଉଠି କ'ଣ ହେଲେ କ'ଣ ଲୋକଙ୍କୁ ସୁବିଧା ହେବ, କୋଉଠି କ'ଣ ହେଲେ ଗାଁରେ ଲୋକଙ୍କୁ ତାଙ୍କ ଅସୁବିଧା ମେଣ୍ଟିବ, ସେ ବାବଦରେ ଯିଏ ଚିନ୍ତା କରୁଥାନ୍ତି ଡକ୍ଟର ବିଭୂତିଭୂଷଣ ହରିଚନ୍ଦନ ମହୋଦୟ, କଲେଜର ସଭାପତି ସାନ ଭାଇ ପ୍ରଭାସ ସୁନ୍ଦର ରାୟ। ଯେତେବେଳେ ଛୋଟ ଥିଲା ସେ ସ୍କୁଲ ଛାଡ଼ିକି ଯାଇକି କ୍ରିକେଟ ଖେଳୁଥିଲା। ତା ବାପା ମା ତାକୁ ବହୁତ ବୁଝାନ୍ତି, ତୁ ଜମା କ୍ରିକେଟ ଖେଳନି, ପାଠ ପଢ। କିନ୍ତୁ ସିଏ ଜିଦ୍ଦିରେ କ୍ରିକେଟ ଖେଳିଲା ବୋଲି ସଚିନ ତେନ୍ଦୁଲକର ହେଲା। ଯଦି ସେ ବହୁତ ଗୁଡେ ପାଠ ପଢିଥାନ୍ତା ସେ ସଚିନ ତେନ୍ଦୁଲକର ହେଇପାରିନଥାନ୍ତା। ସେଥିପାଇଁ ସମସ୍ତଙ୍କୁ ବିଲକ୍ଷଣ ଟ୍ୟାଲେଣ୍ଟ ଦେଇକି, ଅଲଗା ଅଲଗା ଟ୍ୟାଲେଣ୍ଟ ଦେଇକି ମହାପ୍ରଭୁ ପଠେଇଛନ୍ତି। କାହାକୁ ସଙ୍ଗୀତଜ୍ଞ କରିବା ପାଇଁ ପଠେଇଛନ୍ତି, କାହାକୁ ଖେଳାଳି କରିବା ପାଇଁ ପଠେଇଛନ୍ତି, କାହାକୁ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପାଇଁ ପଠେଇଛନ୍ତି। ସେଥିପାଇଁ ନିଜ ମନକୁ ପଚାରିବ କି ମତେ କୋଉଥିପାଇଁ ପ୍ରଭୁ ପଠେଇଛନ୍ତି, ଆପଣଙ୍କ ମନ ଆପଣଙ୍କୁ ଉତ୍ତର ଦେବ।